ନମସ୍କାର, ମୁଁ ସୁସ୍ମିତା ରଥ ମୋର ୟୁଟ୍ୟୁବ୍ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ଆଜି ଆମେ ମ୍ୟାଜିକ୍ ବୁକ୍ର ଡେ 14 ଚାପ୍ଟରର ପ୍ରାକ୍ଟିସ୍ କରିବା। ତ ଆଜି ହେଉଛି ଡେ 14ରେ ହେଉଛି ଆପଣ ଆପଣଙ୍କ ଦିନକୁ କାଲି ତ ଆପଣ ଡ୍ରିମ୍ ଉପରେ କରିଲେ ଲେଖିଲେ ଯାହା ବତିଥିଲେ ନିଶ୍ଚୟ ଆପଣ ଡ୍ରିମ୍କୁ ଲେଖିଦେଇଥିବେ। 12 ଦିନ ପ୍ରାକ୍ଟିସ୍ କରୁଥିବେ ବୋଲି ମୋର ବିଶ୍ୱାସ। ଆଜି ହେଉଛି ଡେ 14। ଆପଣଙ୍କ ଦିନକୁ କେମିତି ଯାଦୁ କରିବେ। ଆପଣ ସକାଳୁ ଉଠିଲେ ଗ୍ରାଟିଟ୍ୟୁଡ୍ ଲେଖିଲେ, ଯେମିତି ଡେ 12ର ଯାହା ବି ଜିନିଷ ଛୁଇଁନା ଟଚ୍ କରିନା କେମିତି ଥ୍ୟାଙ୍କ ୟୁ କରିବେ। ରିଲେସନ୍ ଉପରେ, ମନି ଉପରେ, ଯାହା ଆପଣଙ୍କୁ ଯେମିତି ଆଗରୁ ଯାହା ପ୍ରାକ୍ଟିସ୍ ବତା ହେଇଛି ଆପଣ କରିବେ। ତାପରେ ଆଜି ଯଦି ଆପଣଙ୍କର କିଛି କାମ ଅଛି ତାକୁ କେମିତି ଆପଣ ଯାଦୁ କରିବେ। ହେଇଯାଇଛି ସେ କାମଟା ଭଲ ଭାବରେ, ତାକୁ ଆଗରୁ ଆପଣ ଧନ୍ୟବାଦ ଜଣାଇବେ। ଆପଣ କଳ୍ପନା କରିବେ ସକାଳୁ ଆଜି ଆପଣଙ୍କର କ'ଣ କ'ଣ କାମ ଅଛି, ସକାଳୁ କ'ଣ ରୋଷେଇ କରିବେ, ଟିଫିନ୍ ବନେଇକିନା ସମସ୍ତଙ୍କୁ ଖାଇଥିଲେ ସେ ରେସିପିଟା କେମିତି ବଢ଼ିଆ ହେଇଛି। ଆପଣ ଯଦି ବ୍ୟାଙ୍କ ଯାଉଛନ୍ତି, ବ୍ୟାଙ୍କରେ କେମିତି ଇଜିଲି ଆପଣଙ୍କର ବ୍ୟାଙ୍କ କାମ ହେଇଗଲା, ଲାଇନ୍ ଲାଗିବା ପାଇଁ ପଡ଼ିଲାନି, ତ ଆପଣ ଆଗରୁ ଧନ୍ୟବାଦ ଦେଇଦେବେ ଯେ ଆଜି ମୁଁ ବ୍ୟାଙ୍କ ଯାଇକିନା ମୋର ସମସ୍ତ କାମକୁ ଠିକ୍ ସମୟରେ କରିପାରିଲି। ଯଦି ଆପଣ ମାର୍କେଟ ଯାଉଛନ୍ତି, ମାର୍କେଟରେ ସେମିତି ଆପଣ ଯେମିତି ଚାହୁଁଛନ୍ତି ଆପଣ ମାର୍କେଟ ଯାଉଛନ୍ତି, ଯାହା ଯାହା ଜିନିଷ ଆପଣ ଚାହୁଁଥିଲେ ପାଇଗଲେ ଇଜିଲି। କାର୍ ପାର୍କିଂରେ ଭିଡ଼ ନଥିଲା, ରୋଡ଼ରେ ଗଲାବେଳକୁ ଟ୍ରାଫିକ୍ ନଥିଲା, ସବୁ ଆପଣ ଲେଖିବେ ଯେ ଥ୍ୟାଙ୍କ ୟୁ ଆଜି ମୁଁ ରାସ୍ତାରେ ଗଲାବେଳକୁ ବହୁତ ଶୀଘ୍ର ବିନା ଟ୍ରାଫିକ୍ରେ ପହଞ୍ଚିଗଲି। ଆଉ ହୁଏ ଏଇଟା, ମାନେ ମୁଁ ବି କରିକିନା ଦେଖିଛି। ଟିକେ ଟ୍ରେନ୍ ଆମେ ଥରେ ଦିଲ୍ଲୀରୁ, ଛତିଶଗଡ଼ରେ ରହେ, ଆମେ ଦିଲ୍ଲୀରୁ ରାୟପୁର ଆସିବା ଟ୍ରେନ୍ରେ ଟିକଟ୍ କଲୁ। ତ ଏଠି ମୋ ସାଙ୍ଗମାନେ କହିଲେ ଯେ ଆରେ ସେଇଥିରେ କାହିଁ କଲୁ, 2 ଦିନ ପରେ ତ ରାଜଧାନୀ ଅଛି ଆଉ ସେଇଥିରେ କରିବୁ, କାରଣ ବହୁତ ସମୟ ଲାଗେ। ଏଠୁ ଏଠି ହେଉଛି ମାନେ ଛତିଶଗଡ଼ ଏକ୍ସପ୍ରେସଟା ପହଞ୍ଚିବା ପାଇଁ 26-27 ଘଣ୍ଟା ଲାଗେ। ରାଜଧାନୀ 18 ଘଣ୍ଟାରେ ପହଞ୍ଚିଯାଏ। ତ ମୋ ହଜବେଣ୍ଡ କହିଲେ ଯେ କାହିଁକି ଆମେ ସବୁଦିନ ରହିବା ହୋଟେଲରେ, ତ ଟ୍ରେନରେ ବସିବା, ଏସି ଟିକଟ୍ ତ ଅଛି, ଭିତରେ ବଢ଼ିଆ ଆରାମରେ ବସିବା, ପହଞ୍ଚିବା, ଆହୁରି ଟ୍ରେନରେ ଆରାମ କରି ଆସିବା ଆଉ ଘରକୁ ପହଞ୍ଚିଯିବା। ମୁଁ ଆଉ କିଛି କହିଲିନି, କହିଲେ ହଉ ଠିକ୍ ଅଛି, ଯାହା ହଜବେଣ୍ଡ କହିଲେ। ରାଜଧାନୀରେ ତ ଟିକଟ କରାହେଲାନି। ମୁଁ କିନ୍ତୁ ଯେବେଠୁ ଆମର ପ୍ଲାନ୍ ହେଇଛି ଆମେ ଦିଲ୍ଲୀ ଯିବୁ ଆସିବୁ, ମାସେ 15 ଦିନ ଲେଖୁଥାଏ ଯେ ଆମେ ସେଇ ଟ୍ରେନ୍ରେ ଠିକ୍ ସମୟରେ ବସିଛୁ, ଘରକୁ ବି ଠିକ୍ ସମୟରେ ପହଞ୍ଚି ଯାଇଛୁ। ସତରେ ସେଇଆ ହିଁ ହେଲା, ମାନେ ରାଇଟ୍ ଟାଇମ୍ ଯେଉଁ ଥିଲା ଷ୍ଟେସନରେ ପହଞ୍ଚିବାର, ସେ ବିଫୋର୍ ଟାଇମ୍ 5 ମିନିଟ୍ ବିଫୋର୍ ଟାଇମ୍ ପହଞ୍ଚିଗଲା ଷ୍ଟେସନରେ। ତ ଏଇଭଳିଆ ମ୍ୟାଜିକ୍ ହୁଏ। ଆପଣ ଫ୍ଲାଇଟ୍ରେ ଯଦି ଯାଉଛନ୍ତି ଠିକ୍ ସମୟରେ ପହଞ୍ଚିଯିବେ। ହସ୍ପିଟାଲ ଆପଣ ଯାଇଛନ୍ତି ଡକ୍ଟରକୁ ଦେଖାଇବା ପାଇଁ, ଆପଣଙ୍କ ରିପୋର୍ଟ ଭଲ ଆସିଛି, ଏଇଗୁଡ଼ାକ ସବୁ ଆପଣ ସକାଳୁ ଲେଖିଦେବେ ଯେ ଆଜି ମୋର ରିପୋର୍ଟ ମୁଁ ଟେଷ୍ଟ କରିଲି, ମୋ ରିପୋର୍ଟ ବହୁତ ଭଲ ଆସିଲା। ଛୁଆ ଯଦି ଏକ୍ଜାମ୍ ଦେବା ପାଇଁ ଯାଉଛି ଆଗ ଲେଖିବେ ଆପଣଙ୍କ ପୁଅ ବହୁତ ବଢ଼ିଆ ଏକ୍ଜାମ୍, ତାର ପଢ଼ିଥିବା, ସେ ଯାହା ପଢ଼ିଥିଲା ସେହି ଜିନିଷ ସବୁ ଏକ୍ଜାମ୍ରେ ଆସିଥିବାରୁ ବହୁତ ବହୁତ ଧନ୍ୟବାଦ, ଏମିତିକି ଆପଣ ଲେଖିବେ। ତ ଯେମିତି ମୁଁ ଏକ୍ଜାମ୍ପଲ୍ ଆପଣଙ୍କୁ ବତାଉଛି କେମିତି ଲେଖିବେ। ଯେମିତି ଆପଣ ସପିଂ କରିବା ପାଇଁ ଯାଇଛନ୍ତି, ଦେଖିବେ ଆଜି ସପିଂ ବହୁତ ସହଜ ଓ ସୁନ୍ଦର ଭାବରେ ମୁଁ କରିପାରିଲି, ସେଥିପାଇଁ ଧନ୍ୟବାଦ ଧନ୍ୟବାଦ ଧନ୍ୟବାଦ। ମେହସୁସ୍ କରିବେ ଆପଣ କେତେ ସୁନ୍ଦର ଯାଇକି ଆଜି ମୋତେ ଦରକାର ସବୁ ସାମଗ୍ରୀ ସହଜରେ ମିଳିଯାଇଛି, ସେଥିପାଇଁ ଥ୍ୟାଙ୍କ ୟୁ ୟୁନିଭର୍ସ, ଥ୍ୟାଙ୍କ ୟୁ।
ମୋ ପାଇଁ ଭଲ ଦାମରେ ମୋ ମନପସନ୍ଦ ରେଟ୍‌ରେ ସବୁ ଜିନିଷ ପାଇଗଲି। ସେଥିପାଇଁ ଧନ୍ୟବାଦ, ଧନ୍ୟବାଦ, ଧନ୍ୟବାଦ। ଆଜି ମୁଁ ଭିଡ଼ କମ୍ ଥିବାରୁ ମୁଁ ବହୁତ ଭଲ ଭାବରେ ଶାନ୍ତିରେ ମୋର ମାର୍କେଟିଂ କରିପାରିଲି। ସେଥିପାଇଁ ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ। ଆଜି ଗାଡ଼ି ପାର୍କିଂ ସହଜରେ ମୋତେ ମିଳିଗଲା। ସେଥିପାଇଁ ଥ୍ୟାଙ୍କ ୟୁ ୟୁନିଭର୍ସ, ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ। ମୁଁ ଲାଇନ୍‌ରେ ମୋତେ ବେଶୀ ସମୟ ଅପେକ୍ଷା କରିବା ପାଇଁ ପଡ଼ିଲାନି। ସେଥିପାଇଁ ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ। ଆଜି ମୁଁ ମୋର ସପିଂ ବହୁତ ଖୁସିରେ, ମଜାରେ ଏବଂ ବହୁତ ଭଲ ଭାବରେ କରିପାରିଥିବାରୁ ସେଥିପାଇଁ ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ। ସେମିତି ଯଦି ଆପଣ ପୋଷ୍ଟ ଅଫିସ୍ ଯାଉଥିବେ, ଆଜି ମୋ ପୋଷ୍ଟ ଅଫିସରେ ମୋ କାମ ବହୁତ ସହଜରେ ହେଇଯାଇଛି। ବ୍ୟାଙ୍କରେ ଯଦି ଆପଣ ଯାଉଥିବେ, ଆଜି ମୋ ବ୍ୟାଙ୍କରେ ମୋ କାମ ସବୁ ବହୁତ ସହଜରେ କରିପାରିଥିବାରୁ ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ। ମୋତେ ପୋଷ୍ଟ ଅଫିସରେ ସବୁ ଷ୍ଟାଫ୍ ମୋତେ ବହୁତ ସାହାଯ୍ୟ କରିଥିବାରୁ ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ। ମୋର ନମ୍ବର ବହୁତ ଶୀଘ୍ର ଆସିଯାଇଥିବାରୁ ମୋର କାମ ଶୀଘ୍ର ହେଇଗଲା। ସେଥିପାଇଁ ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ। ଏମିତି ଆପଣ ଯାହା ଚାହିଁଥିବେ, ଆପଣ ତ ଯିବା ଆଗରୁ ମୋର ଭାବୁଥିବେ ନା, ଆଜି ମୁଁ ଯିବି, ମୋ କାମଟା କେମିତି ଇଜିଲି ହେଇଯିବ। ବସ୍ ଷ୍ଟପେଜରେ ଯଦି ବସ୍ ଯାଉଛନ୍ତି, ବସ୍‌ରେ କେମିତି ଠିକ୍ ସମୟରେ ପହଞ୍ଚିବ, ଆପଣଙ୍କୁ ଭଲ ସିଟ୍‌ଟେ ମିଳିଯିବ। ଏମିତି ଆପଣ ଲେଖିବେ। ଆଜି ଦିନଟା ଆଜିର ମାନେ ଏଇ କାମଟା ହେଉଛି ଡେ ସପିଂ ବହୁତ ବଢ଼ିଆ। ଆପଣ ଦିନକୁ କେମିତି ଯାଦୁ କରିବେ ସେଟା ଆଗରୁ ଆପଣ କଳ୍ପନା କରିଦେବେ। ଆଉ ହେଇଯାଇଥିବାରୁ ଧନ୍ୟବାଦ ଜଣେଇବେ। ଲାଷ୍ଟରେ ଲେଖିବେ ମୋର ପୁରା ଦିନ ବହୁତ ଭଲ ଭାବରେ ସବୁ କାମ ହେଇଥିବାରୁ ବହୁତ ବହୁତ ଧନ୍ୟବାଦ। ମୋତେ ମୋର ବେହତରିନ ଖବର ସେଇ ବେହତରିନ ଖବର ପାଇଁ ଧନ୍ୟବାଦ। ଭଲ ଖବର ପାଇଁ ଯୋଉଟା ମୋ ଆଡ଼କୁ ଆସୁଛି ଏଇଟା ଆପଣ ଡେଲି ଲେଖିବେ। ମାନେ ହିନ୍ଦୀରେ ହେଉଛି ଉସ୍ ବେହତରିନ ଖବର के लिए धन्यवाद जो मेरी और आ रही है। ତାକୁ ଓଡ଼ିଆରେ ଆପଣ ଟ୍ରାନ୍ସଲେଟ୍ କରିବେ ନା। ସେଇ ଭଲ ଖବର ପାଇଁ ମୁଁ ଧନ୍ୟବାଦ ଜଣାଉଛି ଯୋଉଟାକି ମୋ ଆଡ଼କୁ ଆସୁଛି। ହେଲେ ଲାଷ୍ଟରେ ଯେତେବେଳେ ଗ୍ରାଟିଟ୍ୟୁଡ୍ ଲେଖି ସାରିବେ, ଆପଣଙ୍କର ବନେଇବେ ଦିନର କ'ଣ କ'ଣ କାମ କରିବେ, ବନେଇ ସାରିଲା ପରେ ଏଇଟା ଲେଖିବେ। ଆଉ ରାତିରେ ତ ଆପଣ ଜାଣିଛନ୍ତି ସମସ୍ତେ ମ୍ୟାଜିକ୍ ରୋଡ଼୍‌କୁ ଧରିବା ଯାହା ଯାହା ଆପଣଙ୍କର କାମ ଭଲସେ ହେଇଛି ତାକୁ ଭାବିକିନା ଆଇ ଏମ୍ ସୋ ଗ୍ଲେଡ୍ ଆଜି ମୋତେ ଗୋଟେ ବଢ଼ିଆ ଗିଫ୍ଟ ମିଳିଲା। ଆଇ ଏମ୍ ସୋ ଗ୍ଲେଡ୍ ଆଜି ମୁଁ ମୋ ଦିନଟାକୁ ବହୁତ ବଢ଼ିଆ ଭାବରେ ସଣ୍ଡେଟାକୁ ବିତେଇଥିବାରୁ। ଆଇ ଏମ୍ ସୋ ଗ୍ଲେଡ୍ ଆଜି ମୁଁ ମୋ ଫ୍ୟାମିଲି ସାଙ୍ଗରେ ଭଲ ଭାବରେ ସଣ୍ଡେଟାକୁ ସ୍ପେଣ୍ଡ କଲି। ଯଦି କୁଆଡ଼େ ବୁଲି ଯାଇଥିବେ ଆପଣ ଲେଖିବେ ଆଜି ମୁଁ ଆମେ ସମସ୍ତେ ମିଶି ମାଶିକି ପରିବାର ବଢ଼ିଆ ବୁଲି ପାରିଲୁ। କୌଣସି ମୁଭି ଯଦି ଦେଖିବା ପାଇଁ ଯାଇଛନ୍ତି ତାହେଲେ କହିବେ ଆଜି ମୁଁ ଆପଣ ଯାହା ଦିନ ସାରା ଯାହା ଯାହା ଖୁସିର ଗଲାପ ସେ ଷ୍ଟୋନ୍‌କୁ କହିବେ। ତାପରେ ଆଇ ଏମ୍ ସୋ ଗ୍ଲେଡ୍, ଆଇ ଏମ୍ ସୋ ଗ୍ଲେଡ୍ କହିବେ। ଏତେ ଭଲ ଲାଗିବ ଆପଣଙ୍କୁ।